ଆଜିର ଏହି ଭିଡ଼ିଓକୁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ଆଜିର ଏହି ଭିଡ଼ିଓରେ ଆମେ ଜାଣିବା ପିଲାମାନେ ତୁମର +2 ସେକେଣ୍ଡ ଇୟର ଆର୍ଟ୍ସ ପଲିଟିକାଲ ସାଇନ୍ସ ୟୁନିଟ୍ 1ର ଗଣତନ୍ତ୍ରର ଶ୍ରେଣୀ ବିଭାଗ ବିଷୟରେ। ଏହି ଗଣତନ୍ତ୍ରର ଶ୍ରେଣୀ ବିଭାଗ ଟପିକ୍ରୁ ପିଲାମାନେ ତୁମର ଇଣ୍ଟରନାଲ ଏକ୍ଜାମରେ 1 ମାର୍କର ପ୍ରଶ୍ନ ଆସିଥାଏ, 2 ମାର୍କର ପ୍ରଶ୍ନ ଆସିଥାଏ, ତା ସହିତ 3 ମାର୍କର ମଧ୍ୟ ପ୍ରଶ୍ନ ଆସିଥାଏ। ସେହି ଦୃଷ୍ଟିରୁ ପିଲାମାନେ ତୁମର ଏହି ବିଷୟ ଗଣତନ୍ତ୍ରର ଶ୍ରେଣୀ ବିଭାଗ ଟପିକ୍ଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପିଲାମାନେ ଯଦି ତୁମମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିବ ତାହେଲେ ଭିଡ଼ିଓଟିକୁ ଲାଇକ୍ କରିଦେବ, ତୁମର ସାଙ୍ଗମାନଙ୍କ ସହିତ ଏହି ଭିଡ଼ିଓଟିକୁ ସେୟାର ମଧ୍ୟ କରିଦେବ। ତା ସହିତ ଆହୁରି +2 ସେକେଣ୍ଡ ଇୟର ଆର୍ଟ୍ସ ପଲିଟିକାଲ ସାଇନ୍ସର ଭିଡ଼ିଓ ଗୁଡ଼ିକୁ ଦେଖିବା ପାଇଁ ଏହି ୟୁଟ୍ୟୁବ୍ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ମଧ୍ୟ କରିଦେବ। ଗଣତନ୍ତ୍ରର ଶ୍ରେଣୀ ବିଭାଗ। ପିଲାମାନେ ଗଣତନ୍ତ୍ରକୁ ସାଧାରଣତଃ 2 ଶ୍ରେଣୀରେ ବିଭକ୍ତ କରାଯାଏ। ପ୍ରଥମ ଶ୍ରେଣୀଟି ହେଲା ପିଲାମାନେ ପ୍ରତ୍ୟକ୍ଷ ଗଣତନ୍ତ୍ର ଏବଂ ଦ୍ୱିତୀୟ ଶ୍ରେଣୀଟି ହେଲା ପିଲାମାନେ ପରୋକ୍ଷ ଗଣତନ୍ତ୍ର ବା ପ୍ରତିନିଧିମୂଳକ ଗଣତନ୍ତ୍ର। ଏଠାରେ ପ୍ରଶ୍ନ ଆସେ ପିଲାମାନେ, ପ୍ରଶ୍ନ କେମିତି ଆସେ? ସାଧାରଣତଃ ଭାବେ ଗଣତନ୍ତ୍ରକୁ କେତେ ଭାଗରେ ବିଭକ୍ତ କରାଯାଏ ବୋଲି। ସାଧାରଣତଃ ଗଣତନ୍ତ୍ରକୁ 2 ଶ୍ରେଣୀରେ ବା 2 ଭାଗରେ ବିଭକ୍ତ କରାଯାଇଥାଏ। ପ୍ରତ୍ୟକ୍ଷ ଗଣତନ୍ତ୍ର ଏବଂ ପରୋକ୍ଷ ଗଣତନ୍ତ୍ର ବା ପ୍ରତିନିଧିମୂଳକ ଗଣତନ୍ତ୍ର। ଏଠାରେ ଯେଉଁ ପ୍ରତ୍ୟକ୍ଷ ଗଣତନ୍ତ୍ର ଲେଖା ହେଇଛି ପିଲାମାନେ ତୁମର ପରୀକ୍ଷାରେ 2 ମାର୍କର ପ୍ରଶ୍ନ ଆସିଥାଏ, ସେମିତି ଏହି ପରୋକ୍ଷ ଗଣତନ୍ତ୍ର ମଧ୍ୟ ତୁମର ପରୀକ୍ଷାରେ 2 ମାର୍କର ପ୍ରଶ୍ନ ଆସିଥାଏ। ଯେମିତିକି ପ୍ରତ୍ୟକ୍ଷ ଗଣତନ୍ତ୍ର କାହାକୁ କୁହାଯାଏ ବୋଲି, ସେମିତି ପରୋକ୍ଷ ଗଣତନ୍ତ୍ର କାହାକୁ କୁହାଯାଏ ବୋଲି ତୁମର ପରୀକ୍ଷାରେ ପ୍ରଶ୍ନ ଆସିଥାଏ। ଆହୁରି ପିଲାମାନେ ତୁମର ପରୀକ୍ଷାରେ 3 ମାର୍କର ମଧ୍ୟ ପ୍ରଶ୍ନ ଆସିଥାଏ। ପ୍ରତ୍ୟକ୍ଷ ଗଣତନ୍ତ୍ର ଓ ପରୋକ୍ଷ ଗଣତନ୍ତ୍ର ବା ପ୍ରତିନିଧିମୂଳକ ଗଣତନ୍ତ୍ର ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ବୋଲି। ପରୋକ୍ଷ ଗଣତନ୍ତ୍ରର ଅନ୍ୟ ଏକ ନାମ ହେଲା ପିଲାମାନେ ପ୍ରତିନିଧିମୂଳକ ଗଣତନ୍ତ୍ର। ପରୀକ୍ଷାରେ 1 ମାର୍କର ପ୍ରଶ୍ନ ଆସିଯାଏ। ପରୋକ୍ଷ ଗଣତନ୍ତ୍ରର ଅନ୍ୟ ନାମ କ'ଣ ଅଟେ ବୋଲି? କ'ଣ ଅଟେ? ପ୍ରତିନିଧିମୂଳକ ଗଣତନ୍ତ୍ର ଅଟେ। ବର୍ତ୍ତମାନ ଆମେମାନେ ଜାଣିବା ପରୋକ୍ଷ ଗଣତନ୍ତ୍ର ବିଷୟରେ। ପରୋକ୍ଷ ଗଣତନ୍ତ୍ରକୁ ଇଂରାଜୀରେ ଇନଡାଇରେକ୍ଟ ଡେମୋକ୍ରେସି ବୋଲି କୁହାଯାଏ। ପିଲାମାନେ ଏହି ପରୋକ୍ଷ ଗଣତନ୍ତ୍ର 2 ମାର୍କର ପ୍ରଶ୍ନ ମଧ୍ୟ ଆସିଥାଏ, ତା ସହିତ 3 ମାର୍କର ମଧ୍ୟ ପ୍ରଶ୍ନ ଆସିଥାଏ। ପରୋକ୍ଷ ଗଣତନ୍ତ୍ର କାହାକୁ କୁହାଯାଏ ବୋଲି 2 ମାର୍କର ପ୍ରଶ୍ନ ଆସିଥାଏ, କିନ୍ତୁ 3 ମାର୍କର ପ୍ରଶ୍ନ କେମିତି ଆସିଥାଏ? ସଂକ୍ଷିପ୍ତ ଟିପ୍ପଣୀରେ 3 ମାର୍କର ପ୍ରଶ୍ନ ଆସିଥାଏ। ପରୋକ୍ଷ ଗଣତନ୍ତ୍ର ଖାଲି ଥିବ। ତ ଚାଲ ପିଲାମାନେ ଆମେ ବୁଝିବା ପରୋକ୍ଷ ଗଣତନ୍ତ୍ର କାହାକୁ କୁହାଯାଏ। ପରୋକ୍ଷ ଗଣତନ୍ତ୍ର କହିଲେ ପିଲାମାନେ ଯେଉଁ ଗଣତନ୍ତ୍ରରେ ଜନସାଧାରଣ ପ୍ରତ୍ୟକ୍ଷ ଭାବେ ଶାସନରେ ଅଂଶଗ୍ରହଣ କରନ୍ତି ନାହିଁ, ସେହି ଗଣତନ୍ତ୍ରକୁ ପରୋକ୍ଷ ଗଣତନ୍ତ୍ର କୁହାଯାଏ। ଏହାର ଅର୍ଥ ହେଲା ପିଲାମାନେ ଯେଉଁ ଗଣତନ୍ତ୍ରରେ ସାଧାରଣ ଜନତା ନିଜେ ଶାସନରେ ଅଂଶଗ୍ରହଣ କରନ୍ତି ନାହିଁ ତାକୁ ପରୋକ୍ଷ ଗଣତନ୍ତ୍ର ବୋଲି କୁହାଯାଏ। ପରୋକ୍ଷ ଗଣତନ୍ତ୍ରରେ ପିଲାମାନେ ସାଧାରଣ ଜନତା, ସେମାନେ ଏଠି ହେଲା ସାଧାରଣ ଜନତା। ସାଧାରଣ ଜନତା ପ୍ରତିନିଧିମାନଙ୍କୁ ଶାସନ ଦାୟିତ୍ୱ ଦେଇଥାନ୍ତି। ଏହାର ଅର୍ଥ ହେଲା ପିଲାମାନେ ପରୋକ୍ଷ ଗଣତନ୍ତ୍ରରେ ସାଧାରଣ ଜନତା ନିଜେ ଶାସନ ଦାୟିତ୍ୱ ଗ୍ରହଣ କରନ୍ତି ନାହିଁ, ସେମାନେ ଶାସନ କରିବାର ଦାୟିତ୍ୱ କାହାକୁ ଦେଇଥାନ୍ତି? ପ୍ରତିନିଧିମାନଙ୍କୁ। ଏହି
ପରୋକ୍ଷ ଗଣତନ୍ତ୍ରରେ ନିର୍ବାଚିତ ପ୍ରତିନିଧିମାନେ ସାଧାରଣ ଜନତାଙ୍କ ନାମରେ ଶାସନ କରନ୍ତି। ଏହାର ଅର୍ଥ ହେଲା ପିଲାମାନେ, ପରୋକ୍ଷ ଗଣତନ୍ତ୍ରରେ ସାଧାରଣ ଜନତା ତାଙ୍କର ପ୍ରତିନିଧିମାନଙ୍କୁ ନିର୍ବାଚିତ କରନ୍ତି ଏବଂ ସେହି ନିର୍ବାଚିତ ପ୍ରତିନିଧିମାନେ ସାଧାରଣ ଜନତାଙ୍କ ନାମରେ ଶାସନ କରନ୍ତି। ଆଧୁନିକ ଯୁଗରେ ବା ବର୍ତ୍ତମାନ ଯୁଗରେ ଏହି ପରୋକ୍ଷ ଗଣତନ୍ତ୍ର ପ୍ରଣାଳୀଟି ଅଧିକ ପ୍ରଚଳିତ। ଏହି ପରୋକ୍ଷ ଗଣତନ୍ତ୍ର ଯୁକ୍ତରାଷ୍ଟ୍ର ଆମେରିକା, ଭାରତ, ବ୍ରିଟେନ, ଜର୍ମାନୀ ଓ ଜାପାନ ଇତ୍ୟାଦି ଦେଶରେ ଅଛି। ପିଲାମାନେ ଏଠାରେ ଯେଉଁ 5 ନମ୍ବର ପଏଣ୍ଟରେ ଯେଉଁ ଏକ୍ଜାମ୍ପଲ ଗୁଡ଼ାକ ଦିଆଯାଇଛି, ଯୁକ୍ତରାଷ୍ଟ୍ର ଆମେରିକା, ଭାରତ, ବ୍ରିଟେନ, ଜର୍ମାନୀ ଓ ଜାପାନ, ଏଇଠୁ ତୁମର 1 ମାର୍କର ପ୍ରଶ୍ନ ଆସିଥାଏ। ଯଦି ପିଲାମାନେ ତୁମର ପରୀକ୍ଷାରେ 3 ମାର୍କର ପ୍ରଶ୍ନ ଆସେ ପରୋକ୍ଷ ଗଣତନ୍ତ୍ରରେ, ତାହେଲେ ତୁମେ ଏଠାରେ ଯେଉଁ 5ଟି ପଏଣ୍ଟ ଲେଖା ହେଇଛି ପିଲାମାନେ, ଏ 5ଟି ପଏଣ୍ଟକୁ ସମ୍ପୂର୍ଣ୍ଣ ରୂପେ ଲେଖିଦେବ, ତାହେଲେ ତୁମର ଉତ୍ତରଟି ହୋଇଯିବ। ବର୍ତ୍ତମାନ ଆମେ ଜାଣିବା ପିଲାମାନେ ପ୍ରତ୍ୟକ୍ଷ ଗଣତନ୍ତ୍ର ବିଷୟରେ, ଯାହାକୁ ଇଂରାଜୀରେ ଡାଇରେକ୍ଟ ଡେମୋକ୍ରେସି ବୋଲି କୁହାଯାଏ। ତ ଚାଲ ପିଲାମାନେ ଆମେ ଜାଣିବା ପ୍ରତ୍ୟକ୍ଷ ଗଣତନ୍ତ୍ର ବିଷୟରେ। ପ୍ରତ୍ୟକ୍ଷ ଗଣତନ୍ତ୍ର କାହାକୁ କୁହାଯାଏ? ଦେଖ ପିଲାମାନେ, ଯେଉଁ ଗଣତନ୍ତ୍ରରେ ନାଗରିକମାନେ ପ୍ରତ୍ୟକ୍ଷ ଭାବେ ଶାସନ କରନ୍ତି, ସେହି ଗଣତନ୍ତ୍ରକୁ ପ୍ରତ୍ୟକ୍ଷ ଗଣତନ୍ତ୍ର କୁହାଯାଏ। ଏହାର ଅର୍ଥ ହେଲା ପିଲାମାନେ, ପ୍ରତ୍ୟକ୍ଷ ଗଣତନ୍ତ୍ରରେ ନାଗରିକମାନେ ଶାସନ ଭାର ଗ୍ରହଣ କରିଥାନ୍ତି ନିଜେ। ପ୍ରାଚୀନ ଗ୍ରୀସରେ ଏହି ପ୍ରତ୍ୟକ୍ଷ ଗଣତନ୍ତ୍ର ବ୍ୟବସ୍ଥା ପ୍ରଚଳିତ ଥିଲା। ତୁମର ପରୀକ୍ଷାରେ 1 ମାର୍କର ପ୍ରଶ୍ନ ଆସିଯାଏ ପିଲାମାନେ, ପ୍ରାଚୀନ ଗ୍ରୀସରେ କେଉଁ ପ୍ରକାରର ଗଣତନ୍ତ୍ର ବ୍ୟବସ୍ଥା ପ୍ରଚଳିତ ଥିଲା ବୋଲି। ପ୍ରାଚୀନ ଗ୍ରୀସରେ ପ୍ରତ୍ୟକ୍ଷ ଗଣତନ୍ତ୍ର ବ୍ୟବସ୍ଥା ପ୍ରଚଳିତ ଥିଲା। ଏହି ପ୍ରତ୍ୟକ୍ଷ ଗଣତନ୍ତ୍ରରେ ସମସ୍ତ ନାଗରିକ ଏକ ସ୍ଥାନରେ ସମବେତ ହୁଅନ୍ତି। ଏହି ପ୍ରତ୍ୟକ୍ଷ ଗଣତନ୍ତ୍ରରେ ସମସ୍ତ ନାଗରିକ ଏକ ସ୍ଥାନରେ ସମବେତ ହୋଇ ସେମାନେ ଆଇନ ପ୍ରଣୟନ କରନ୍ତି। ତା ସହିତ ସେମାନେ ନୀତି ନିର୍ଦ୍ଧାରଣ ଓ ସରକାରୀ କାର୍ଯ୍ୟ ଗୁଡ଼ିକୁ କରନ୍ତି। ଏହି ପ୍ରତ୍ୟକ୍ଷ ଗଣତନ୍ତ୍ରରେ ସାଧାରଣ ଜନତା ବିଚାର କାର୍ଯ୍ୟ ମଧ୍ୟ ପରିଚାଳନା କରିଥାନ୍ତି। ଏହି ପ୍ରତ୍ୟକ୍ଷ ଗଣତନ୍ତ୍ର ଯେଉଁ ଦେଶଗୁଡ଼ିକର ଆୟତନ ବହୁତ କମ୍ ବା ଛୋଟ, ତା ସହିତ ସେହି ଦେଶର ଜନସଂଖ୍ୟା ଯଦି ବହୁତ କମ୍ ହୋଇଥିବ, ତାହେଲେ ସେଇଠି ପ୍ରତ୍ୟକ୍ଷ ଗଣତନ୍ତ୍ର ସମ୍ଭବ ହୋଇପାରିବ। ଆଧୁନିକ କାଳରେ ବା ବର୍ତ୍ତମାନ ଯୁଗରେ ଏହି ପ୍ରତ୍ୟକ୍ଷ ଗଣତନ୍ତ୍ର ସମ୍ଭବ ହୋଇପାରିବ ନାହିଁ। କାହିଁକି ନା ଦେଶଗୁଡ଼ିକର ଜନସଂଖ୍ୟା ବହୁତ ଜୋରରେ ବୃଦ୍ଧି ହେଉଛି। ପିଲାମାନେ ବର୍ତ୍ତମାନ ସୁଇଜରଲ୍ୟାଣ୍ଡରେ ଏହି ପ୍ରତ୍ୟକ୍ଷ ଗଣତନ୍ତ୍ର ବ୍ୟବସ୍ଥା ପ୍ରଚଳିତ ଅଛି। ତୁମର ପରୀକ୍ଷାରେ 1 ମାର୍କର ପ୍ରଶ୍ନ ଆସିଯାଏ। କେମିତି ପ୍ରଶ୍ନ ଆସେ? ବର୍ତ୍ତମାନ କେଉଁ ଦେଶରେ ପ୍ରତ୍ୟକ୍ଷ ଗଣତନ୍ତ୍ର ବ୍ୟବସ୍ଥା ପ୍ରଚଳିତ ଅଛି ବୋଲି। କେଉଁ ଦେଶରେ ପ୍ରଚଳିତ ଅଛି? ସୁଇଜରଲ୍ୟାଣ୍ଡରେ ପ୍ରତ୍ୟକ୍ଷ ଗଣତନ୍ତ୍ର ବ୍ୟବସ୍ଥା ବର୍ତ୍ତମାନ ପ୍ରଚଳିତ ଅଛି। ସାଧାରଣ ଜନତାଙ୍କ ପାଇଁ ପ୍ରତ୍ୟକ୍ଷ ଗଣତନ୍ତ୍ରରେ ଅଂଶଗ୍ରହଣ କରିବା ପାଇଁ 3ଟି ପ୍ରମୁଖ ପନ୍ଥା ଅଛି।
ସେହି ତିନୋଟି ପ୍ରମୁଖ ପନ୍ଥା ଗୁଡ଼ିକ ହେଲା ଗଣଭୋଟ, ଯାହାକୁ ଇଂରାଜୀରେ ରେଫରେଣ୍ଡମ୍ ବୋଲିକି କୁହାଯାଏ, ଗଣ ଉଦ୍ଯୋଗ, ଯାହାକୁ ଇଂରାଜୀରେ ଇନିସିଏଟିଭ୍ ବୋଲିକି କୁହାଯାଏ, ଏବଂ ତୃତୀୟ ପ୍ରମୁଖ ପନ୍ଥାଟି ହେଲା ପ୍ରତ୍ୟାହାର, ଯାହାକୁ ଇଂରାଜୀରେ ରିକଲ୍ ବୋଲି କୁହାଯାଇଥାଏ। ଏହି ତିନୋଟି ପ୍ରମୁଖ ପନ୍ଥା ମାଧ୍ୟମରେ ସାଧାରଣ ଜନତା ପ୍ରତ୍ୟକ୍ଷ ଗଣତନ୍ତ୍ରରେ ଅଂଶଗ୍ରହଣ କରିଥାନ୍ତି ଏବଂ ଶାସନ କାର୍ଯ୍ୟକୁ ପରିଚାଳନା କରିଥାନ୍ତି। ଯଦି ପିଲାମାନେ ତୁମର ପରୀକ୍ଷାରେ ଏହି ପ୍ରତ୍ୟକ୍ଷ ଗଣତନ୍ତ୍ର 3 ମାର୍କର ପ୍ରଶ୍ନ ପଡ଼େ, ଏଠାରେ ଯେଉଁ 10ଟି ପଏଣ୍ଟ ଲେଖା ହେଇଛି, ଏ 10ଟି ପଏଣ୍ଟକୁ ତୁମେ ତୁମର ଉତ୍ତର ଖାତାରେ ଲେଖିଦେବ, ତୁମର ଉତ୍ତରଟି ସମ୍ପୂର୍ଣ୍ଣ ହୋଇଯିବ। ବର୍ତ୍ତମାନ ଆମେ ଜାଣିବା ପିଲାମାନେ ପ୍ରତ୍ୟକ୍ଷ ଗଣତନ୍ତ୍ରର ପ୍ରମୁଖ ପନ୍ଥାଗୁଡ଼ିକ ବିଷୟରେ। ପ୍ରଥମ ପନ୍ଥାଟି ହେଲା ଗଣଭୋଟ, ଦ୍ୱିତୀୟ ପନ୍ଥାଟି ହେଲା ଗଣ ଉଦ୍ଯୋଗ ଏବଂ ତୃତୀୟ ପନ୍ଥାଟି ହେଲା ପ୍ରତ୍ୟାହାର। ତ ଚାଲ ପିଲାମାନେ ବର୍ତ୍ତମାନ ଗୋଟି ଗୋଟି କରି ଦେଖିବା ପ୍ରତ୍ୟକ୍ଷ ଗଣତନ୍ତ୍ରର ପନ୍ଥାଗୁଡ଼ିକୁ। ଗଣଭୋଟ ବା ଇଂରାଜୀରେ ତାକୁ କୁହାଯାଏ ରେଫରେଣ୍ଡମ୍। ଗଣଭୋଟର ଅର୍ଥ ବ୍ୟବସ୍ଥାପକ ସଭାରେ ପ୍ରଣୀତ ଆଇନ କାର୍ଯ୍ୟକାରୀ ହେବା ପୂର୍ବରୁ ଜନସାଧାରଣଙ୍କ ନିକଟରେ ଉପସ୍ଥାପିତ କରାଯାଏ। ଏହାକୁ ଗଣଭୋଟ ବୋଲି କୁହାଯାଏ। ଏହାର ଅର୍ଥ ହେଲା ପିଲାମାନେ, ଆମେ ସମସ୍ତେ ଜାଣିଅଛୁ ଯେ ବ୍ୟବସ୍ଥାପକ ସଭା ଗୋଟିଏ ଦେଶ ପାଇଁ ନୀତି ନିର୍ଦ୍ଧାରଣ କରିଥାଏ ଏବଂ ଗୋଟିଏ ଦେଶରେ ତାକୁ କାର୍ଯ୍ୟକାରୀ କରେଇଥାଏ। ଯଦି ବ୍ୟବସ୍ଥାପକ ସଭା ଗୋଟିଏ ଆଇନ ପ୍ରଣୀତ କରି ତାକୁ ଜନସାଧାରଣମାନଙ୍କ ପାଖକୁ ପଠାଇଥାଏ, ଜନସାଧାରଣଙ୍କ ମତ ଜାଣିବା ପାଇଁ, ତାହାକୁ ଗଣଭୋଟ ବୋଲି କୁହାଯାଇଥାଏ। ଜନମତ ଦ୍ୱାରା ଆଇନ ଗୃହୀତ ହେଲେ ମାତ୍ର କାର୍ଯ୍ୟକାରୀ ହୁଏ, ଏହାକୁ ବାଧ୍ୟତାମୂଳକ ଜନମତ ସଂଗ୍ରହ କୁହାଯାଏ। ଏହାର ଅର୍ଥ ହେଲା ପିଲାମାନେ, ବ୍ୟବସ୍ଥାପକ ସଭା ଆଇନ ପ୍ରଣୟନ କରି ସାରିବା ପରେ ସାଧାରଣ ଜନତାଙ୍କ ପାଖକୁ ଆଇନଟିକୁ ପଠାଇଥାଏ ଏବଂ ସାଧାରଣ ଜନତା ସେହି ଆଇନ ଉପରେ ନିଜର ମତାମତ ପ୍ରଦାନ କରିଥାନ୍ତି। ଜନମତ ଦ୍ୱାରା ଯଦି ସେହି ଆଇନଟି ଗୃହୀତ ହୋଇଯାଏ, ତାହାକୁ ବାଧ୍ୟତାମୂଳକ ଜନମତ ସଂଗ୍ରହ କୁହାଯାଏ ବୋଲି ଏଠାରେ କୁହାଯାଇଛି। ବର୍ତ୍ତମାନ ଆମେ ଜାଣିବା ପିଲାମାନେ, ଗଣଭୋଟର ଗୁରୁତ୍ୱ କାହିଁକି ରଖିଛି ପ୍ରତ୍ୟକ୍ଷ ଗଣତନ୍ତ୍ରରେ। ପ୍ରତ୍ୟକ୍ଷ ଗଣତନ୍ତ୍ରରେ ଗଣଭୋଟର ଗୁରୁତ୍ୱ ଏହା ଅଟେ ଯେ ବ୍ୟବସ୍ଥାପକ ସଭାର ସଭ୍ୟମାନେ ମନମୁଖୀ ଆଇନ ପ୍ରଣୟନ କରିପାରନ୍ତି ନାହିଁ। ସେମାନଙ୍କୁ ସାଧାରଣ ଜନତାଙ୍କର ମତାମତ ନେବାକୁ ପଡ଼ିଥାଏ। ଏହା ହିଁ ହେଉଛି ଗଣଭୋଟର ଗୁରୁତ୍ୱ ପ୍ରତ୍ୟକ୍ଷ ଗଣତନ୍ତ୍ରରେ। ଏହି ଗଣଭୋଟ ଦୁଇ ପ୍ରକାର ଥାଏ ପିଲାମାନେ, ବାଧ୍ୟତାମୂଳକ ଗଣଭୋଟ ଏବଂ ଇଚ୍ଛାଧୀନ ଗଣଭୋଟ। ଇଚ୍ଛାଧୀନ ଗଣଭୋଟରେ କିଛି ସଂଖ୍ୟକ ଭୋଟଦାତା ଆବେଦନ କଲେ ଆଇନ ଚିଠା ନିର୍ବାଚକମାନଙ୍କ ନିକଟରେ ରଖାଯାଏ। ତାଙ୍କର ମତାମତ ଅନୁଯାୟୀ ଆଇନ କାର୍ଯ୍ୟକାରୀ ହୁଏ। ଏହାକୁ ଇଚ୍ଛାଧୀନ ଗଣଭୋଟ ବୋଲି କୁହାଯାଇଥାଏ। ବର୍ତ୍ତମାନ ଜାଣିବା ପିଲାମାନେ ଗଣ ଉଦ୍ଯୋଗ, ଯାହାକୁ ଇଂରାଜୀରେ ଇନିସିଏଟିଭ୍ ବୋଲି କୁହାଯାଏ। ଗଣ ଉଦ୍ଯୋଗର ଅର୍ଥ ଲୋକମାନେ ଆଇନ ପ୍ରଣୟନର ଆବଶ୍ୟକତା ଅନୁଭବ କଲେ ଏହି ଗଣ ଉଦ୍ଯୋଗ ପନ୍ଥାଟିକୁ ଅନୁସରଣ କରିଥାନ୍ତି। ଯଦି ତୁମର ପରୀକ୍ଷାରେ ପିଲାମାନେ ଗଣ ଉଦ୍ଯୋଗ କାହାକୁ କୁହାଯାଏ ବୋଲି ପ୍ରଶ୍ନ ଆସେ, ତାହେଲେ
ତୁମମାନଙ୍କୁ ଏହା ହିଁ ଲେଖିବାର ଅଛି। ଲୋକମାନେ ଆଇନ ପ୍ରଣୟନର ଆବଶ୍ୟକତା ଅନୁଭବ କଲେ ଏହି ଗଣ ଉଦ୍ଯୋଗ ପନ୍ଥାଟିକୁ ଅନୁସରଣ କରନ୍ତି। ବର୍ତ୍ତମାନ ଜାଣିବା ପିଲାମାନେ, ଗଣ ଉଦ୍ଯୋଗରେ ଲୋକଙ୍କର ଅଧିକାର କ'ଣ? ଏହି ଗଣ ଉଦ୍ଯୋଗରେ ସାଧାରଣ ଲୋକମାନଙ୍କର ଅଧିକାର ହେଉଛି ବ୍ୟବସ୍ଥାପକ ସଭାକୁ ଆଇନ ପ୍ରଣୟନ ପାଇଁ ନିର୍ଦ୍ଦେଶ ଦେବା ଅଥବା ଅନୁରୋଧ କରିବା। ଏହା ହେଉଛି ଗଣ ଉଦ୍ଯୋଗରେ ସାଧାରଣ ଲୋକଙ୍କର ଅଧିକାର। କେତେକ କ୍ଷେତ୍ରରେ ପିଲାମାନେ ଏହି ଗଣ ଉଦ୍ଯୋଗ ମାଧ୍ୟମରେ ଲୋକମାନେ ନିଜେ ଆଇନ ଚିଠା ପ୍ରସ୍ତୁତ କରନ୍ତି ଏବଂ ବ୍ୟବସ୍ଥାପକ ସଭାକୁ ପଠେଇଥାନ୍ତି। ଏହାକୁ ଉପକ୍ରମ ବୋଲି କୁହାଯାଏ। କାହିଁକି ଲୋକମାନେ ଏମିତି କରନ୍ତି ପିଲାମାନେ? କାରଣ ଲୋକେ ଆଇନ ପ୍ରଣୟନରେ ପ୍ରଥମ ପଦକ୍ଷେପ ନେଇଥାନ୍ତି। ତେଣୁକରି ସେମାନେ ନିଜେ ଆଇନ ଚିଠା ପ୍ରସ୍ତୁତ କରନ୍ତି ଓ ବ୍ୟବସ୍ଥାପକ ସଭାକୁ ପଠେଇଥାନ୍ତି। ବର୍ତ୍ତମାନ ଜାଣିବା ପିଲାମାନେ, ପ୍ରତ୍ୟକ୍ଷ ଗଣତନ୍ତ୍ରର ପନ୍ଥା ପ୍ରତ୍ୟାହାର ବିଷୟରେ। ପ୍ରତ୍ୟାହାରର ଅର୍ଥ ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟ ସନ୍ତୋଷଜନକ ନହେଲେ ତାଙ୍କୁ ଯେ କୌଣସି ସମୟରେ ପଦରୁ ବିତାଡ଼ିତ କରାଯାଇପାରେ ଏହି ପ୍ରତ୍ୟାହାର ମାଧ୍ୟମରେ। ପରୀକ୍ଷାରେ ଯଦି ତୁମର ପ୍ରଶ୍ନ ଆସେ ପିଲାମାନେ, ପ୍ରତ୍ୟାହାର କାହାକୁ କୁହାଯାଏ ବୋଲି, ତୁମକୁ ଏହି ପ୍ରତ୍ୟାହାରର ଅର୍ଥରେ ଯାହା ଦେଖାଯାଉଛି ତାହା ଲେଖିବାକୁ ପଡ଼ିବ। ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟ ସନ୍ତୋଷଜନକ ନହେଲେ ତାଙ୍କୁ ଯେକୌଣସି ସମୟରେ ପଦରୁ ବିତାଡ଼ିତ କରାଯାଇପାରେ ଏହି ପ୍ରତ୍ୟାହାର ମାଧ୍ୟମରେ। ବର୍ତ୍ତମାନ ଆମେ ଜାଣିବା ପିଲାମାନେ, ପ୍ରତ୍ୟକ୍ଷ ଗଣତନ୍ତ୍ରର ପନ୍ଥା ପ୍ରତ୍ୟାହାରରେ ନିର୍ବାଚକମାନଙ୍କର ଅଧିକାର କ'ଣ? ନିର୍ବାଚକମାନେ ପ୍ରତିନିଧିଙ୍କୁ ପଦଚ୍ୟୁତ କରିବା ପାଇଁ ସେମାନେ ପ୍ରସ୍ତାବ ଆଣିଥାନ୍ତି। ତା ସହିତ ସଂଖ୍ୟାଗରିଷ୍ଠ ସମର୍ଥନରେ ନିର୍ବାଚିତ ପ୍ରତିନିଧିମାନଙ୍କୁ ପଦରୁ ହଟେଇଥାନ୍ତି। ବର୍ତ୍ତମାନ ଜାଣିବା ପିଲାମାନେ, ଏହି ପ୍ରତ୍ୟାହାରର ଗୁରୁତ୍ୱ କ'ଣ ରହିଛି? ପ୍ରଥମ ଗୁରୁତ୍ୱ ହେଉଛି ପିଲାମାନେ, ସାଧାରଣ ଜନତାଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧିମାନେ ନିରଙ୍କୁଶ ହୋଇପାରନ୍ତି ନାହିଁ। ଅର୍ଥାତ୍ ସାଧାରଣ ଜନତା ଯେଉଁ ତାଙ୍କର ପ୍ରତିନିଧିମାନଙ୍କୁ ନିର୍ବାଚିତ କରିଥାନ୍ତି ସେମାନେ ସମସ୍ତ କ୍ଷମତାର ଅଧିକାରୀ ହୋଇପାରନ୍ତି ନାହିଁ। ଏହି ପ୍ରତ୍ୟାହାରର ଆହୁରି ଏକ ଗୁରୁତ୍ୱ ହେଲା ପିଲାମାନେ, ସାଧାରଣ ଜନତାଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧିମାନେ ତାଙ୍କର ବ୍ୟକ୍ତିଗତ ସ୍ୱାର୍ଥ ପୂରଣ କରିବାର ସୁଯୋଗ ପାଇପାରନ୍ତି ନାହିଁ। ଏହି ଦୁଇଟି ଗୁରୁତ୍ୱ ହେଉଛି ପ୍ରତ୍ୟାହାରର। ଆଜିର ଏହି ଭିଡ଼ିଓରେ ଆମେ ଜାଣିଲେ ଗଣତନ୍ତ୍ରର ଶ୍ରେଣୀବିଭାଗ ବିଷୟରେ। ଗଣତନ୍ତ୍ରକୁ ସାଧାରଣତଃ ଦୁଇ ଭାଗରେ ବିଭାଜନ କରାଯାଇଥାଏ। ପ୍ରତ୍ୟକ୍ଷ ଗଣତନ୍ତ୍ର ଏବଂ ପରୋକ୍ଷ ଗଣତନ୍ତ୍ର ବା ପ୍ରତିନିଧିମୂଳକ ଗଣତନ୍ତ୍ର। ତା ସହିତ ଆମେ ଆଜି ଏହି ଭିଡ଼ିଓରେ ଜାଣିଲେ ପ୍ରତ୍ୟକ୍ଷ ଗଣତନ୍ତ୍ରର ପ୍ରମୁଖ ପନ୍ଥାଗୁଡ଼ିକ। ମୁଖ୍ୟତଃ ତିନୋଟି ପନ୍ଥା ଅଛି: ଗଣଭୋଟ, ଗଣ ଉଦ୍ଯୋଗ ଏବଂ ପ୍ରତ୍ୟାହାର। ପିଲାମାନେ, ଭିଡ଼ିଓଟି ଯଦି ଭଲ ଲାଗିଥିବ ଭିଡ଼ିଓଟିକୁ ଲାଇକ୍ କରିଦେବ, ତୁମର ସାଙ୍ଗମାନଙ୍କ ସହିତ ସେୟାର କରିଦେବ, ତା ସହିତ ଏହି ୟୁଟ୍ୟୁବ୍ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ମଧ୍ୟ କରିଦେବ।